बाप रे माउसी आज पखाल दिवस मो एते गुड़ा आइटम नहीं आसचंती मुझे एक्सपेक्टेशन कर नथिली। बाप रे मत बहुत खुशी लगुच माउसी मत एते भल पाउछ कौन कौन आनी टी कहले मते मु तो बनई की खाई सारी थी कि मु जानी नथिली कि आपण भी मो पई आज नहीं के आसीबे। छोट झीटी ସେଥିପାଇଁ ମୁଁ ଆଜି ଭାବିଲି ଯେ ନା ଆଜି ତାକୁ ଗୋଟେ ପଖାଳ ଦିବସରେ ଗୋଟେ ସରପ୍ରାଇଜ୍ ଦେବି। ସେଥିପାଇଁ କିଛିଟା କରିକି ଆଣିଛି ଟ୍ରାଡ଼ିସନାଲି ଯାହା ଟିକେ ଘରେ ଥିଲା ସେଇଆକୁ ସବୁ ବନେଇକି ଆଣିଛି। ସ୍ପେଶାଲ କିଛି ଅଲଗା ହେଇନି। ତା ଭିତରେ ମୋ ପାଇଁ ତ ସ୍ପେଶାଲ ଲାଗୁଛି କ'ଣ କୁହନ୍ତୁ। ଗୋଟେ ସୁଦୁ ମିଛୁକ ସନ୍ତୁଳାଟି ଆସିଛି ଯେଉଁଟାକି ଆମର ଘରେ ଘରେ ପରିଚିତ ସନ୍ତୁଳା ପୁରା ଛୁଙ୍କ ଦିଆ। ତାପରେ ଆସିଛି ଦେଶୀ ସଜନା ଶାଗ, ମୋ ଫେଭରାଇଟ୍ ଆସିଗଲା କଖାରୁ ଫୁଲ ଭଜା ଯେଉଁଟାକି ଆମ ବାଡ଼ିରେ ହେଇଛି। ବାପ ରେ ତାପରେ ଆସିଗଲା ତମର ଏଇଟା ହେଉଛି ଆଳୁ ଭଜା, ଆଳୁ ମୋ ଫେଭରାଇଟ୍ ଭଜା। ତାପରେ ଗୋଟେ କାଳେ ଛୋଟ ଝିଅଟିଏ ତ ତାକୁ ଟିକେ ଚୋଖା ଖାଦ୍ୟ ଖାଇବାକୁ ଇଚ୍ଛା ଥିବ ସେଥିପାଇଁ ଅଳ୍ପ ଟିକେ ପନିର ପକେଇକି ମୋ ଝିଅକୁ ବି ପସନ୍ଦ ଚଟପଟି ଲାଗିବ। ତାପରେ ଆସିଲା ଆମର ବଢ଼ି ଚୁରା ଯେଉଁଟାକି ପଖାଳ ସାଙ୍ଗରେ ଚଟାଚଟ ଖାଇ ହେବ ଏବଂ ବାଡ଼ି କୁନ୍ଦୁରିର କିଛି ଭଜା ଟିକେ। ଆଉ ତ ଜାଣିଛନ୍ତି ତା ସାଙ୍ଗରେ ପଖାଳ ସାଙ୍ଗରେ ଛୋଟ ପିଆଜ ଦେଶୀ ପିଆଜ ନ ରହିଲେ ତାର କିଛି ମଜା ନଥାଏ ଖାଇବାକୁ। ତାପରେ ଆସିଲା ଆମର ସର୍ବଶ୍ରେଷ୍ଠ ପଖାଳ ଯେଉଁଟାକି ସବୁଠୁ ନିଆରା। ଆଉ ତା ଦେହରେ ଟିକେ ଛୁଙ୍କ ଦିଆ ହେଇଯାଇଛି, ବହୁତ ସୁନ୍ଦର ଭାବରେ ଛୁଙ୍କ ଦିଆହେଇଛି। ଆଉ ସ୍ପେଶାଲ ଛୁଙ୍କ ବି ଦିଆଯାଇଛି। ତା ଭିତରେ କାକୁଡ଼ି କରିକି ଅଦା ଅଧିକ ପକାଯାଇଛି ଯେଉଁଟାକି ପାଟିକୁ ବହୁତ ରୁଚିକର। ସେ ସୁନ୍ଦର ଦେଖିକି ମୋ ପେଟ ପୁରି ଗଲାଣି। ଯେ ସବୁ ଖାଇସାରିଲା ପରକୁ ଟିକେ ହଜମ ପାଇଁ ଶାନ୍ତି ଲାଗିବାର ଅଛି ପାମ୍ପଡ଼। ପାମ୍ପଡ଼ଟା ନ ରହିଲେ ବି କିଛି ଖାଦ୍ୟ ଅଧୁରା ଲାଗେ। ତେଣୁ ଆଜି ମୁଁ ଭାବିଲି ଏଟାକୁ ଲିପି ଖାଇକି ମୁଁ ତ ସିଓର ଖାଇବି। ଖୁସି ହେବ। ଆହୁରି ବହୁତ ଜିନିଷ ୟା ଭିତରେ ଅଭାବ ରହିଯାଇଛି। ଆଉ ସାଙ୍ଗସାଥି ମାନେ ଦେଖିକି ମନ ଖୁସି କର ଏଇ ଖାଦ୍ୟକୁ ବାକି କିଛି ଟିକେ କମଜୋର ରହିଗଲା କି ଆଜି ନନଭେଜ ବାରଟା ହେଲାନି ଯୋଉଟା କି ମୋର ଫେଭରାଇଟ ସବୁଠୁ। ତ ଆଜି ପୁରା ଗ୍ଲୋବାଲ ହେଇଥାନ୍ତା ପଖାଳଟା। ଆଉ ପଖାଳ ସବୁବେଳେ ନିଆରା, ଆମ ପଖାଳ ସବୁବେଳେ ନିଆରା। ତେଣୁ ମୁଁ ଆଜି ପଖାଳ ଦିବସରେ ବହୁତ ଅଭିନନ୍ଦନ ସମସ୍ତଙ୍କୁ ଜଣାଉଛି। ଏଇ ଖରାଦିନ ସାରା ସମସ୍ତେ ଏମିତି ପ୍ରତିଦିନ ପଖାଳ ଦିବସ ପାଳୁଥାନ୍ତୁ, ମନ ଖୁସିରେ ଖାଉଥାନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମାଉସୀ ଆସନ୍ତୁ। ଆଜି ଆପଣ ଆମ ସାଙ୍ଗରେ ଆପଣ ଆମକୁ ପଖାଳ ଖୋଇଥିଲେ ନା ଆମେ ଆଜି ଆପଣଙ୍କୁ ଖୋଉଛୁ। ଖାଇକି ଟିକେ ଦେଖନ୍ତୁ ଆଜି ଆମ ପଖାଳ କେମିତି ହେଇଛି ପୁରା ହେଲା। ଆଜି ମାଉସୀ ଟିକେ ଆଉ ଟିକେ କରିଦେବା ମାଉସୀ ଟିକେ। ମାଉସୀଙ୍କର ପନିର ପସନ୍ଦ, ପନିର ଦିଅନ୍ତୁ। ମାଉସୀ ଟିକେ ଆଜି ପଖାଳ ଦିବସରେ ମାଉସୀ ଟିକେ ଖୋଇଦେବା। ମାଉସୀ ପୁରା ଖୁସି ହେଇଯିବେ ଆମ ଉପରେ। ବାକି ଦାନ୍ତଟା ନାହିଁ। ଭଲ ହେଇଛି ନା ମାଉସୀ? ଆଉ ସବୁ ବିନା ଦାନ୍ତରେ ବି ଖାଇ ହେଇଯିବ। ଟିକେ ଟିକେ ଖାଲି ପାମ୍ପଡ଼ ଟିକେ ପାଟିରେ ଦିଅନ୍ତୁ। ଆଉ ଜାଣିଛନ୍ତି ସବୁଠୁ ବେଷ୍ଟ ହେଲା କି ମାଉସୀ ମୋ ପାଇଁ ସବୁବେଳେ ଗୋଟେ ପାନ ଦିଅନ୍ତି। ଆଜି ସେ ପାନଟା ବି ମୋ ପାଇଁ ନେଇକି ଆସିଛନ୍ତି। ମୁଁ ଖାଉଛି ତାକୁ।